ଦିବ୍ୟ ଉର୍ଜା ଯୋଗ ସେବା ସମିତି ଓ ପତଞ୍ଜଳି ମହିଳା ସମିତି ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ସ୍ମାର୍ଟ ପାର୍କରେ ଯୋଗ ମଣ୍ଡପରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍ ଯୋଗ ସମିତିର ପ୍ରତିଷ୍ଠାତା ତଥା ମହିଳା ଯୋଗ ପ୍ରଶିକ୍ଷିକା ଅଧ୍ୟାପିକା ପ୍ରତିମା ରଥ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ଦିନକୁ ଦିନ ବଢ଼ୁଥିବା ମହିଳାଙ୍କ ଉପରେ ଶୋଷଣ ଅବହେଳାର ପ୍ରତିବାଦ ତଥା ଯୋଗ ଓ ପ୍ରାଣାୟାମର ଅଭ୍ୟାସକୁ ପ୍ରତି ନାରୀ ଶକ୍ତିଙ୍କ ପାଖରେ ପହଞ୍ଚାଇବାକୁ ବ୍ୟାପକ ମହିଳା ଯୋଗ ସମିତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ସ୍ଥାପନା ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମହିଳା ପ୍ରଭାରୀ ଭାବେ ସେବତୀ ପଟେଲ ସହ ମହିଳା କାଞ୍ଚନ ପୂଜାରୀ ଓ ସୋସିଆଲ ମିଡ଼ିଆ ପ୍ରଭାରୀ ପଦ୍ମିନୀ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ଦିବ୍ୟ ଉର୍ଜା ସେବା ସମିତିର ମହିଳା ସଂଯୋଜିକା ସବିତା ପଟ୍ଟନାୟକଙ୍କୁ ମହିଳା ଯୋଗ ପ୍ରଶିକ୍ଷିକା ଅଧ୍ୟାପିକା ପ୍ରତିମା ରଥ, ମହିଳା ଆତ୍ମରକ୍ଷା ପ୍ରଶିକ୍ଷିକା ସୁମିତ୍ରା ସାହୁ ତଥା ଜାଗୃତି ଭୋଇଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଗୋପାଳ ନେଗୀ, ସମ୍ପାଦକ ଶ୍ରୀବନ୍ତ ମିଶ୍ର, ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା, ଜିଲ୍ଲା ତହସିଲ ପ୍ରଭାରୀ ଅବସରପ୍ରାପ୍ତ ଅଧ୍ୟାପକ ପ୍ରସନ୍ନ କନ୍ନ, ଯୋଗୀ ରୁଦ୍ରାକ୍ଷ ସାହୁ, ପରେଶ ମେହେର ସହଯୋଗ କରିଥିଲେ। ସଂଗଠନ ସଂଯୋଜକ ରବୀନ୍ଦ୍ର ଜେନା ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ପୁରନ୍ଦର ଠେଲା ମା ତୁମେ ମମତାର ସୀମାହୀନ ସାଗର କଣ୍ଠରେ ଗାଇଥିଲେ ଓ ହାୟ କୃଷ୍ଣ ଗୀତରେ ସମସ୍ତ ମହିଳା ସାମୂହିକ ନୃତ୍ୟ ପରିବେଷଣ କରିଥିଲେ।